ତାକୁ ତହସିଲଦାର କହି ତାକୁ କେହି କାହାରିକି କହନି ବିଲ ବେଣୁଧର ମହାରଣା ଘର ସିମି ନେଇ କୁଆଡ଼େ ଆସିଥିଲେ? ଆଜ୍ଞା ଇନ୍ଦିରାବାସ ଘର ମୋ ଜାଗାରେ ହେଇଛି ବିଲବାଡ଼ି ସବୁ ଭୁଲ। ଇନ୍ଦିରାବାସ ଘର କିଏ କରିଛି? ଆମ ବାପାଙ୍କର ଭାଇ ଆଡ଼େ ଜଣେ ବଡ଼ ବାପା ନାତି ତା ଭାଗ ଘର ଅଛି ମୋ ଭାଗରେ ଘର ମୋ ଭାଗରେ ଘର ହଁ 2 ମସିହା ଜାଗା 2 ମସିହାରେ ଅଭିଯୋଗ କରିଥିଲେ ଆଜି ପର୍ଯ୍ୟନ୍ତ କିଛି ସମାଧାନ ହେଇପାରୁନି ଆଜ୍ଞା। ଆଜି କ'ଣ କହିଲେ? ଆଜି କହିଲେ ଏଇ ସୋମବାର ସୁଦ୍ଧା ତୁଟେଇଦେବା। ଆଜ୍ଞା 2 ମସିହାରେ ସବୁଠିକି ତ ଯାଉଛି RDC ମାନିଗଲେଣି ଇଏ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେ ଚାଲିଗଲେଣି ସିଏ ମାନିଛନ୍ତି। ବିଜୟ ପଟ୍ଟନାୟକ ଫୋନ୍ କଲେ ଆଜ୍ଞା ଏମିତିଆ ବିଷୟ ଗୋଟେ ଓଡ଼ିଶାରେ ନାହିଁ ସେ ତ ଖେଳୁଛନ୍ତି ବସିକି ଆଉ ତହସିଲଦାର ବାବା ଆଜ୍ଞା କହିଲେ ମୁଁ ଗଲାବେଳକୁ ପୁଲିସ ଯେମିତି ରାବଣ ସର ପୁଲିସ ଯୋଗାଡ଼ କରେ ପଛ କରି ପୁଲିସ ଯୋଗାଡ଼ କରିଛି ଆଉ ଜଣା ନାହିଁ ଆଉ ମୋତେ କହିଲା ବସ ଯେମିତି ମୁଁ ବସି ପଡ଼ିଲି କାଗଜ ଧରିଥିଲି ଆଜ୍ଞା ନହେଲେ ପୁଲିସ ବଳି ଯାଇଥାନ୍ତା ପାରୁ ଆଉ ଯାହା କିଛି ହେଇଛି ଗଣ୍ଡଗୋଳ ଆଉ ବିଡ଼ିଓ କହି ତାକୁ ତହସିଲଦାର କହି ତାକୁ କେହି କାହାରିକି କହନି ବିଲ ଭୁଲ ଇନ୍ଦିରାବାସ ଘର ହେଇଛି। କହିଲେ ଏଇ ସୋମବାର ସୁଦ୍ଧା ତୁଟେଇଦେବା। ସର୍ବମୋଟ ଆମର 51ଟା ଆମର ଗ୍ରିଭାନ୍ସ ଆମେ ଆଡ୍ରେସ୍ କରିଛୁ। ସେଥିରେ 44ଟା ଇଣ୍ଡିଭିଜୁଆଲ୍ ଅଛି ଆଉ 6ଟା ଅଛି ଆମର ଭିଲେଜ୍ ପ୍ରୋବ୍ଲେମ୍ ଥିଲା ତ ସେଗୁଡ଼ା ଆମେ ଆଡ୍ରେସ୍ କରିଛୁ। ତେଣୁକରି ସର୍ବମୋଟ 51ଟା ଆସିଛି ଆମ ଗ୍ରିଭାନ୍ସ। ନାଇଁ ସେଟା ଆମେ ଇନକ୍ୱାରି କରିବୁ ବଟ୍ ଏନିୱେ ଲୋକ ତ ଆସୁଛନ୍ତି ଗ୍ରିଭାନ୍ସରେ ଅଛି ତ ଯଦି ଯେଉଁ ଗୋଟେ ଆଲିଗେସନ୍ ଥିଲା ତାକୁ ଆମେ ଇନକ୍ୱାରି କରିବୁ ଆଉ ଫର୍ଦର ଯଦି କିଛି ଷ୍ଟେପ୍ ନେବା କଥା ଆମେ ନେବୁ। ନାଇଁ ଆମେ ତ ସୋସିଆଲ ମିଡ଼ିଆରେ ଛାଡ଼ୁଛୁ ଆଉ ଫର୍ଦର ଯାହା ହେଇପାରିବ ଆମେ ଚେଷ୍ଟା କରିବୁ। ପରିଚୟ ମୋର ହେଉଛି ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଘୁନାଥ ଭଞ୍ଜ। ମୁଁ ଆମ ଗାଁରେ 24-25ରେ ଗୋଟେ ଉଠା ଜଳ ସେଚନ ଯୋଡ଼େ ବସେଇଥିଲେ ସରକାରଙ୍କର 40,85,000 ଟଙ୍କାର 2ଟା ପ୍ରୋଜେକ୍ଟକୁ ଦିଆହେଇଥିଲା। ସେଥିରୁ ନମ୍ବର 1 ନମ୍ବର 2 ନମ୍ବର 2ରେ ଯେଉଁ ପାଇପ୍ ନିମ୍ନମାନର ଦିଆହେଇଥିଲା ସେଥିରେ ଗଲା ବର୍ଷ 2-3 ଜାଗାରେ ଫାଟିଗଲା ତାକୁ ବରାଦ କରିଥିଲେ। ଏ ବର୍ଷ ସେ 1 ନମ୍ବର ପ୍ରୋଜେକ୍ଟରେ ଗୋଟେ PWD ରାସ୍ତା ପାସ୍ କରିକି ଆଲପଟକୁ ଯାଇଥିଲା। ତେଣୁ ସେଥିରେ ଗୋଟେ କଲଭର୍ଟ ଥିଲା ସେ କଲଭର୍ଟ ଭିତରେ ଗୋଟେ ପ୍ଲାଷ୍ଟିକ୍ ପାଇପ୍ରେ ପାସ୍ କରିଦିଆହେଇଥିଲା। ସେ ପ୍ଲାଷ୍ଟିକ୍ ପାଇପ୍ରେ ରହିଲାନି ସେ ଡିସେମ୍ବର 27 ତାରିଖରୁ ଫାଟିଲାନି। ଆମେ ଏକ୍ଜିକ୍ୟୁଟିଭ୍କୁ ଫୋନ୍ କଲୁ ସେ କଣ୍ଟ୍ରାକ୍ଟରକୁ କହିଲୁ ସେ କହିଲା ମୋର ଗ୍ୟାରେଣ୍ଟି ପିରିୟଡ଼ ଗଲାଣି ଆଉ ଏକ୍ଜିକ୍ୟୁଟିଭ୍ କହିଲେ ମୁଁ ନିକଟରେ ଭଲରେ କରିଦେବି 2 ମାସ ହେବ ଆଉ 2-4 ଦିନ ଅଛି। 27 ଡିସେମ୍ବର 25ରେ ସେଟା ପାଣି ଚାଲୁଥିଲା ଫାଟିଗଲା। ଆସିକି ପାଖାପାଖି 2 ମାସ ହେଲାଣି ଆଉ ସେଥିରେ 15 ଏକର ଆଖୁ ହେଇଛି ନୂଆକୁ ଲଗା ହେଇଛି ମୁଢ଼ି ଆଖୁ ଅଛି ମକା 10 ଏକର ହେଇଛି ପନିପରିବା 10-12 ଏକର ହେଇଛି ଏଭଳି 30-35 ଏକର ଫସଲ ଆଉ ହେଇଛି। ତାଙ୍କୁ କହିଦେଇ ସେ କଲେନି ଆମେ ଏକ୍ଜିକ୍ୟୁଟିଭ୍କୁ ଫୋନ୍ କରି କହିଲୁ। ତେଣୁ କଲେକ୍ଟର ସାହେବଙ୍କୁ ଆଜି ଆସିକରି ଏଇ ଗ୍ରିଭାନ୍ସରେ ଦରଖାସ୍ତ ଦେଇଥିଲୁ ଏବଂ ସିଏ ତାଙ୍କୁ ସାଙ୍ଗେ ସାଙ୍ଗେ ପଠାଇଦେଲେ ଏକ୍ଜିକ୍ୟୁଟିଭ୍ ପାଖକୁ ଆମକୁ। ଏକ୍ଜିକ୍ୟୁଟିଭ୍ କହିଲେ ମୁଁ ଏଇ 2-4 ଦିନ ଭିତରେ ଠିକ୍ କରିଦେବି। ମୋ ନାଁ ଉର୍ମିଳା ଦଳେଇ ଘର ମନ୍ଦାର ଦେଉଳି ସାହି। ମୁଁ ଆସିଥିଲି ମୋତେ ଭତ୍ତା ମିଳିନି 20 ବର୍ଷ ହେଲା ମୋ 20 ବର୍ଷର ଭତ୍ତାଟା ମୋତେ ଦିଅନ୍ତୁ। ଆଜି ମୁଁ ଭତ୍ତା ପାଇଛି। କେତେ ଟଙ୍କା ପାଇଲେ? 1000 ଟଙ୍କା ଦେଇଛି। କେତେ ବର୍ଷ ହେଲା? ମୋତେ କେତେ ବର୍ଷ ହେଲା ସ୍ୱାମୀ ମଲେ? ମୋ ପୁଅ ଏଇ ପୁଅଟା ପୁଅକୁ ହେଲାଣି ଭତ୍ତା ପାଇନି? ହଁ 20 ବର୍ଷ ହେଲା ଭତ୍ତା ପାଇନି? ନାଇଁ ଆଜି ପାଇଲେ? ହଁ ଆଜି ପାଇଲି। ହଁ କେତେ ଟଙ୍କା ପାଇଲେ? 1000 ଦେଇଛି। କ'ଣ କହିଲେ ତାହେଲେ? କହିଲେ ଆଜିଠୁ ଭତ୍ତା ନିଅ। ସରକାରଙ୍କୁ କ'ଣ କହିବେ? ସରକାରଙ୍କୁ କ'ଣ କହିବେ? ଆମେ କହୁଛୁ ଯେ ଆମର 20 ବର୍ଷର ଭତ୍ତାଟା ମୋତେ ଦିଆହେଉ।